ସ୍ତ୍ରୀର ଏହି ସବୁ ଭୁଲ କାରଣରୁ ସ୍ୱାମୀର ହୋଇଥାଏ ଅକାଳ ମୃତ୍ୟୁ। ବିବାହିତ ନାରୀମାନେ ସାବଧାନ, ଜୀବନରେ କେବେ କରନ୍ତୁ ନାହିଁ ଏହି 4ଟି ଭୁଲ। ଏହି ସବୁ ଗୁଣ ପାଇଁ ଅଧା ବୟସରେ ବିଧବା ହୁଅନ୍ତି ନାରୀ। ଜାଣନ୍ତୁ ସେହି ଖରାପ ଗୁଣ। କେମିତି ସୁଖରେ କଟିବ ସାରା ଜୀବନ, ଜାଣି ରଖନ୍ତୁ ଏହି 4ଟି ନିୟମ। ହଁ ଦର୍ଶକ ବନ୍ଧୁ, ସ୍ତ୍ରୀର ଏହି ସବୁ ଭୁଲ କାରଣରୁ ସ୍ୱାମୀର ହୋଇଥାଏ ଅକାଳ ମୃତ୍ୟୁ। ଶାସ୍ତ୍ରରେ କୁହାଯାଇଛି ଯେ ଗୋଟେ ବ୍ୟକ୍ତିର ଜୀବନ ସେବେ ପର୍ଯ୍ୟନ୍ତ ଅଧୁରା ହୋଇଥାଏ ଯେବେ ପର୍ଯ୍ୟନ୍ତ ତାଙ୍କ ବିବାହ ହୋଇନଥାଏ। କିନ୍ତୁ ବିବାହ କରିବା ପରେ ମଧ୍ୟ ସାଂସାରିକ ଜୀବନରେ ଅନେକ ନିୟମ ପାଳନ କରିବାର ଆବଶ୍ୟକତା ରହିଛି। ଭଗବାନ କରନ୍ତୁ ଦୁନିଆର କୌଣସି ସ୍ତ୍ରୀ ଏହି 3ଟି ଭୁଲ କେବେ ନ କରନ୍ତୁ, ଯେଉଁଥିପାଇଁ ଅକାଳରେ ତାଙ୍କ ସ୍ୱାମୀଙ୍କର ଜୀବନ ଚାଲିଯିବ ଆଉ ସେ ବିଧବା ହୋଇଯିବେ। ତେବେ ଆସନ୍ତୁ ଜାଣିବା ସେହି ଖରାପ କାରଣ ବିଷୟରେ। ତେବେ ବିଶେଷ ଭାବରେ ଯେଉଁ ନାରୀ ସାବିତ୍ରୀ ଦିନ ବା ସ୍ୱାମୀଙ୍କ ପାଇଁ କରାଯାଇଥିବା କୌଣସି ବ୍ରତରେ ଲୁଚି କରି ଭୋଜନ ଗ୍ରହଣ କରିଦିଅନ୍ତି ବା ପାଣି ବି ପିଇ ଦିଅନ୍ତି, ତେବେ ସ୍ୱାମୀଙ୍କର ମୃତ୍ୟୁ ନିକଟତର ହୋଇଯାଏ। ବ୍ରତ ସମୟରେ ଭୋଜନ ପାଇଁ ମନରେ ବିଚାର କରିବା ମଧ୍ୟ ଉଚିତ ନୁହେଁ। ଆଉ ଏଭଳି ସ୍ତ୍ରୀଙ୍କୁ ବହୁତ ଜନ୍ମ ପର୍ଯ୍ୟନ୍ତ ସ୍ୱାମୀଙ୍କ ଠାରୁ ବଞ୍ଚିତ ରହିବାକୁ ପଡେ। ଶାସ୍ତ୍ରରେ କୁହାଯାଇଛି କି ଯଦି କୌଣସି ମହିଳା ବ୍ରତ ସମୟରେ ଲୁଚି ଲୁଚି ବ୍ରତର ନିୟମ ଭାଙ୍ଗି ଦିଅନ୍ତି ଏବଂ କାହାକୁ ଜାଣିବାକୁ ବି ଦିଅନ୍ତି ନାହିଁ, ତେବେ ମଧ୍ୟ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ଯୁବା ଅବସ୍ଥାରେ ହୋଇଥାଏ। ଦ୍ୱିତୀୟରେ ହେଉଛି କଥା କଥାରେ ସ୍ୱାମୀଙ୍କ ମିଛ ରାଣ ପକାଇବା ଏବଂ ଛୋଟ ଛୋଟ କଥାରେ ଝଗଡ଼ା ଲଗାଇବା। ଖରାପ କଥା କହି ସ୍ୱାମୀଙ୍କୁ ଗାଳି ଦେବା ଘୋର ପାପ ବୋଲି ମନାଯାଏ। ଏଥିପାଇଁ ନିକଟ ଭବିଷ୍ୟରେ ସେମାନଙ୍କର ସମ୍ପର୍କ ଭାଙ୍ଗିଯାଏ। ତା ସହ ଯୁବ ଅବସ୍ଥାରେ ସ୍ୱାମୀଙ୍କ ମୃତ୍ୟୁକୁ କେହି ଅଟକାଇ ପାରିବେ ନାହିଁ। ଏଭଳି ନାରୀଙ୍କୁ ଗରୁଡ଼ ପୁରାଣ ଅନୁସାରେ ସ୍ୱାମୀଙ୍କ ଠାରୁ ସବୁବେଳେ ବଞ୍ଚିତ ରହିବାକୁ ପଡେ, କାରଣ ସ୍ୱାମୀ ପରମେଶ୍ୱରଙ୍କର ସ୍ୱରୂପ ହୋଇଥାନ୍ତି। ତେଣୁ ତାଙ୍କୁ ଖରାପ ବ୍ୟବହାର କରୁଥିବା ସ୍ତ୍ରୀ ସ୍ୱାମୀଙ୍କ ସୁଖ ପାଇବାରୁ ବଞ୍ଚିତ ହୋଇଥାନ୍ତି। ପୁଣି ଯଦି କୌଣସି ନାରୀ ମାଂସ ସେବନ କରନ୍ତି, ତେବେ ତାଙ୍କ ସ୍ୱାମୀଙ୍କ ଉପରେ କଷ୍ଟ ଆସିଥାଏ। ପୁଣି ତାଙ୍କ ମୃତ୍ୟୁ ଯୁବ ଅବସ୍ଥାରେ ହୋଇଥାଏ ବୋଲି ଗରୁଡ଼ ପୁରାଣରେ ବର୍ଣ୍ଣନା କରାଯାଇଛି। ଖାସ୍ କରି ଗୁରୁବାର ଦିନ ମୁଣ୍ଡ ଧୋଇଲେ ସ୍ୱାମୀ ଓ ସନ୍ତାନଙ୍କର ମୃତ୍ୟୁ ବହୁତ ଶୀଘ୍ର ହୋଇଥାଏ। ତାପରେ ସ୍ୱାମୀ ଥାଇ ମଧ୍ୟ ପରପୁରୁଷକୁ ଆଖି ପକାଇବା, ତାଙ୍କ ସହ ସମ୍ବନ୍ଧ ରଖିଲେ ସ୍ୱାମୀଙ୍କର ମୃତ୍ୟୁ ଯୁବ ଅବସ୍ଥାରେ ହୋଇଥାଏ। ଯଦି କୌଣସି ନାରୀ ମଙ୍ଗଳସୂତ୍ର କାଢି ଦିଅନ୍ତି ଏବଂ ନିଜ ମଥା ଖାଲି ରଖନ୍ତି, ହାତରେ ଚୁଡ଼ି, ପାଦରେ ପାଉଁଜ ନ ପିନ୍ଧନ୍ତି, ତାହେଲେ ସ୍ୱାମୀଙ୍କର ମୃତ୍ୟୁ ବହୁତ ଜଲ୍ଦି ହୋଇଥାଏ। ସ୍ୱାମୀଙ୍କ ପୂର୍ବରୁ ଭୋଜନ କରୁଥିବା ନାରୀମାନଙ୍କର ମଧ୍ୟ ଅମଙ୍ଗଳ ହୋଇଥାଏ। ରାତିରେ ଡେରିରେ ଶୋଇ ସକାଳୁ ଡେରିରେ ଉଠୁଥିବା ନାରୀଙ୍କର ସ୍ୱାମୀ ମଧ୍ୟ ରୋଗରେ ପଡନ୍ତି। ତେଣୁ ସ୍ୱାମୀଙ୍କ ମଙ୍ଗଳ ପାଇଁ ସବୁବେଳେ ନିଜ ମଥାରେ ଲମ୍ବା ସିନ୍ଦୁର ଲଗାନ୍ତୁ, ଯାହାଦ୍ୱାରା ଆପଣଙ୍କର ସ୍ୱାମୀଙ୍କର ଆୟୁଷ ବୃଦ୍ଧି ହୋଇଥାଏ। ସ୍ୱାମୀ ହେଉଛନ୍ତି ଜୀବନର ସବୁଠାରୁ ବଡ଼ ଦେବତା। ତେଣୁ ତାଙ୍କୁ ଭଗବାନଙ୍କ ପରିପ୍ରେମ କରନ୍ତୁ, ଦେଖିବେ ଆପଣଙ୍କ ସଂସାର ଆନନ୍ଦରେ କଟିବ। ବ୍ୟୁରୋ ରିପୋର୍ଟ, G7 OD।